ସଦାପ୍ରଭୁଙ୍କ ମହାନାମକୁ ମୁଁ ଧନ୍ୟବାଦ ଦିଏ, କାରଣ ତାଙ୍କ ଅନୁଗ୍ରହ ତାଙ୍କ ଆଶୀର୍ବାଦରୁ ଆମମାନେ ଏହି ଅମୃତମାନ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ପରିଚାଳିତ କରୁଅଛୁ। ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣମାନେ ଏଥିରେ ଅଂଶୀ ନ ହୋଇଥିଲେ ଏହି କାର୍ଯ୍ୟକ୍ରମ କଦାପି ସଫଳତା ରୂପ ନେବ ନାହିଁ। ଆପଣମାନଙ୍କ ସହଯୋଗ, ଆପଣମାନଙ୍କର ପ୍ରାର୍ଥନା ଆମମାନଙ୍କୁ ବଳିଷ୍ଠ କରିଛି। ବିଶେଷରେ ଆପଣମାନେ ପ୍ରଭୁଙ୍କର ବାକ୍ୟ ପ୍ରତି ମନୋଯୋଗୀ ହେଇ ଆମ ସହିତ ଏହି କାର୍ଯ୍ୟକ୍ରମ ଅଂଶୀ ହେଉଛନ୍ତି, ଏମାନଙ୍କ ସହିତ ସହଭାଗିତା ରଖିଛନ୍ତି। ଧନ୍ୟବାଦ ଦିଏ। କହିବାକୁ ଚାହେଁ, ଯେଉଁମାନେ ଆଜି ନୂତନ ଭାବରେ ଆସିଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ପରବର୍ତ୍ତୀ ସମୟରେ ସହଜରେ ଆପଣମାନେ ଆମ ସହିତ ଅଂଶୀ ହୋଇ ରହିପାରିବେ। ଯଦି ଭଲ ଲାଗେ ବାକ୍ୟକୁ ଅନ୍ୟକୁ ସେୟାର କରନ୍ତୁ, ଓ ଯଦି ଆପଣଙ୍କୁ ଭଲ ଲାଗେ ବାକ୍ୟଟି ଲାଇକ୍ କରି ଆମମାନଙ୍କୁ ଉତ୍ସାହିତ ମଧ୍ୟ କରନ୍ତୁ। କଦାପି ଭୁଲନ୍ତୁ ନାହିଁ। ଆସନ୍ତୁ ଆଜିର ବାକ୍ୟ ମଧ୍ୟକୁ ଯିବା। ବାକ୍ୟକୁ ଯିବା ପୂର୍ବରୁ ସର୍ବପ୍ରଥମେ ପ୍ରାର୍ଥନା ଉତ୍ସର୍ଗ କରିବା। ମଙ୍ଗଳମୟ ପିତା, ଧନ୍ୟବାଦ ଦେଉଛୁ ସୁନ୍ଦର ଦିବସ ନିମନ୍ତେ ଆମମାନଙ୍କ ସହିତ ପରମେଶ୍ୱର ହେଲ। ପ୍ରଭୁ, ଆଜି ବାକ୍ୟ ଦେବାକୁ ଯାଉଅଛ, ତମରି ଦ୍ୱାରା ତା ବାକ୍ୟ ପରିଚାଳନା ହେଉ। ପ୍ରଭୁ, ତମେ ସାହାଯ୍ୟ କର, ଆଶୀର୍ବାଦ କର। ଆମମାନଙ୍କୁ ହଜାଅ ଲୁଚାଅ ତମେ ଏ କଥାକୁ। ପବିତ୍ର ଆତ୍ମାଙ୍କ ଶକ୍ତି ଆମମାନଙ୍କୁ ଦିଅ, ଯାହାଦ୍ୱାରା ଆମେ ସେହି ବାକ୍ୟକୁ ବୁଝିପାରିବୁ। ଆମମାନଙ୍କୁ ସାହାଯ୍ୟ କର, ଆଶୀର୍ବାଦ କର। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ଆଜିର ଧ୍ୟାନ ମଧ୍ୟକୁ ଯିବା। ଆଜି ଯେଉଁ ବିଷୟ ନେଇ ଆମେ ଧ୍ୟାନ କରିବାକୁ ଯାଉଛୁ, ବିଷୟଟି ହେଉଛି ବିଜୟୀ ଖ୍ରୀଷ୍ଟିଆନ ଜୀବନ। ବିଜୟୀ ଖ୍ରୀଷ୍ଟିଆନ ଜୀବନ। ବାଇବେଲ ଗୋଟେ ଅଂଶ ପାଠ କରିବା। ଗାଲାତୀୟ 2 ପର୍ବ ତାର 20 ପଦ। ଗାଲାତୀୟ 2 ପର୍ବ ତାର 20 ପଦ ଲେଖାଯାଏ, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ପ୍ରଭୁ, ଏହା ବୁଝିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଖ୍ରୀଷ୍ଟଙ୍କୁ ନିଜ ତ୍ରାଣକର୍ତ୍ତା ରୂପେ ଗ୍ରହଣ କରିବା ପରେ ଆମମାନଙ୍କ ଜୀବନ ଏକ ପବିତ୍ରତାପୂର୍ଣ୍ଣ ଜୀବନ ହେବା ଉଚିତ। ଖ୍ରୀଷ୍ଟଙ୍କ ସଦୃଶ ହେବା ଉଚିତ। ପାପରୁ ଜୟଯୁକ୍ତ କରିବା ଉଚିତ ଆମମାନେ, ଏବଂ ସାଂସାରିକ ସ୍ତରରୁ ଊର୍ଦ୍ଧ୍ୱରେ ଜୀବନଯାପନ କରିବା ଉଚିତ। ଏପରି ଜୀବନକୁ ପ୍ରକୃତରେ ବିଜୟୀ ଖ୍ରୀଷ୍ଟିଆନ ଜୀବନ କୁହାଯାଏ। ପ୍ରତ୍ୟେକ ବିଶ୍ୱାସୀମାନଙ୍କ ନିମନ୍ତେ ଈଶ୍ୱରଙ୍କ ବାକ୍ୟ ପାପ ଉପରେ ଗୌରବମୟ ବିଜୟର ଏକ ଶିକ୍ଷା ଦିଏ। ପ୍ରଥମ ଯୋହନ 5 ପର୍ବ 4 ପଦ ଯଦି ଆମେ ପାଠ କରୁ, ଲେଖାଯାଏ, ଯେ କେ ଈଶ୍ୱରଙ୍କ ଠାରୁ ଜାତ ସେ ଜଗତକୁ ଜୟ କରେ, ଆଉ ଯାହା ଜଗତକୁ ଜୟ କରିଅଛି ତାହା ଆମମାନଙ୍କର ବିଶ୍ୱାସ। ଏଠାରେ ଯୋହନ ସ୍ୱର୍ଗର ବିଜୟ ବିଷୟରେ କହୁନାହାନ୍ତି, ମାତ୍ର ସେ ପୃଥିବୀରେ ଥିବା ସମୟରେ, ଆମେ ବଞ୍ଚିଥିବା ସମୟରେ ଶୈତାନ ଉପରେ ବା ପାପ ଉପରେ ଜୟଲାଭ କରିବାର ବିଷୟ ସେ କହୁଅଛନ୍ତି। ଆମେ ମନେ ରଖିବା, ଏହି ଜଗତରେ ବାସ କରିବା ସମୟରେ ଶୈତାନ ସର୍ବଦା ଆମକୁ ଏହି ବିଜୟ ଜୀବନଠାରୁ ଦୂରକୁ ନେବାକୁ ଚେଷ୍ଟା କରିଥାଏ। ଶୈତାନ କଦାପି ଜଣେ ଧାର୍ମିକ ବ୍ୟକ୍ତିକୁ ଭୟ କରେ ନାହିଁ। ସେ ସର୍ବଦା ଏକ ବିଜୟୀ ଜୀବନର ଶକ୍ତିକୁ ଭୟ କରେ। କିନ୍ତୁ ମନେ ରଖିବା, ଜଣେ ଖ୍ରୀଷ୍ଟିଆନ ଭାବରେ ଆମର ନିଜର ସ୍ୱାଧୀନତା ଅଛି। ଆମେ କେଉଁ ପ୍ରକାରର ଜୀବନ ମନୋନୀତ କରୁ। ଯଦି ଆମେ ବିଜୟ ମନନ କରୁ, ତେବେ ପ୍ରଭୁଙ୍କଠାରେ ଲାଗି ରହି ପ୍ରଭୁଙ୍କର ସନ୍ତାନ ଭାବରେ ତାଙ୍କର ସୁରକ୍ଷାର ବଳୟ ମଧ୍ୟରେ ରହିବୁ। ଯଦି ଆମେ ବିଜୟକୁ ପ୍ରତ୍ୟାଖ୍ୟାନ କରୁ, ତେବେ ଆମେ ନିରନ୍ତର ପରାଜିତ ହୋଇ ଶୈତାନର ଶକ୍ତିରେ ବାସ କରିବୁ, ଏବଂ ତାହା ଏକ ପରାଜିତ ଖ୍ରୀଷ୍ଟିଆନ ଜୀବନ ହେବ। ରୋମିଓ ତାର 6 ପର୍ବ 16 ପଦକୁ ଯଦି ପାଠ କରୁ, ସେଟା ଲେଖାଯାଏ, ମୃତ୍ୟୁଜନକ ପାପ କିମ୍ବା ଧାର୍ମିକତା ଜନକ ଆଜ୍ଞାବହତା, ଏହା ମଧ୍ୟରୁ ଯାହା ନିକଟରେ ଆମେ ନିଜକୁ ସମର୍ପଣ କରୁ, ଅର୍ଥାତ୍ ଯାହାର ଆଜ୍ଞା ପାଳନ କରୁ,
ଆମମାନେ ତାହାର ଦାସ। ଯଦି ମୃତ୍ୟୁଜନକ ପାପର ଆଜ୍ଞା ଅର୍ଥାତ୍ ଶୈତାନର ଆଜ୍ଞା ମାନୁ, ତେବେ ଆମେ ଶୈତାନର ଦାସ ହୋଇ ପରାଜିତ ଜୀବନ କାଟିବା। ଏବଂ ଯଦି ଆମେ ଧାର୍ମିକତାଜନକ ଆଜ୍ଞାବହତା ସ୍ୱୀକାର କରୁ, ତେବେ ଈଶ୍ୱରଙ୍କ ଦାସ ଭାବରେ ଜୀବନ କାଟିବା। ବିଜୟୀ ଜୀବନ ନିମନ୍ତେ ବାଇବେଲରେ ଅନେକ ପ୍ରତିଜ୍ଞା ଗୁଡ଼ିକ ଅଛି। ଆମେ ସେହି ପ୍ରତିଜ୍ଞା ଗୁଡ଼ିକ ପାଳନ କରିବା ଦ୍ୱାରା ନିଶ୍ଚିନ୍ତ ଭାବରେ ବିଜୟ ଜୀବନ କାଟିପାରିବା। ଯୋହନ 7 ପର୍ବ ତା'ର 37 ପଦ ଏବଂ 38 ପଦ ପାଠ କଲେ ଆମେ ଦେଖିଥାଉ, ସେଠାରେ ଯୀଶୁ କହନ୍ତି, କେହି ଯଦି ତୃଷିତ ହୁଏ, ତେବେ ସେ ମୋ ନିକଟକୁ ଆସି ପାନ କରୁ। ଯେ ମୋ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରରେ ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ। ଆମେ ସମସ୍ତେ ତୃଷିତ, ବାକ୍ୟ ନିମନ୍ତେ ତୃଷିତ। ଯିଏ ବାକ୍ୟ ନିମନ୍ତେ ତୃଷିତ ହୋଇ ଯୀଶୁଙ୍କର ବାକ୍ୟର ନିକଟତର ହୋଇ ବାକ୍ୟକୁ ନିଜର ହୃଦୟ ମଧ୍ୟରେ ସଞ୍ଚିତ କରି ରଖେ, ତାହାର ହୃଦୟରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ। ଏବଂ ଯାହାର ହୃଦୟରୁ ସର୍ବଦା ବାକ୍ୟ ରୂପୀ ସ୍ରୋତ ପ୍ରବାହିତ ହେଉଥିବ, ସେ ନିଶ୍ଚିନ୍ତ ଭାବରେ ବିଜୟ ଜୀବନର ଅଧିକାରୀ ହୋଇପାରିବ। ସେହିପରି ଯୋହନ 10 ପର୍ବ ତା'ର 10 ପଦକୁ ଯଦି ଆମେ ପାଠ କରୁ, ସେଠାରେ ଯୀଶୁ କହନ୍ତି, ଅନ୍ୟମାନେ ଯେପରି ଜୀବନ ପାଆନ୍ତି ଓ ପ୍ରଚୁର ଭାବରେ ପାଆନ୍ତି, ଏଥିପାଇଁ ମୁଁ ଆସିଅଛି। ଈଶ୍ୱର ସର୍ବଦା ଆମକୁ ବିଜୟୀ ଜୀବନ କାଟିବା ନିମନ୍ତେ ଚାହାନ୍ତି। ତାହା ମଧ୍ୟ ସାଧାରଣ ଭାବରେ ନୁହେଁ, ବରଂ ପ୍ରଚୁର ଭାବରେ। ତେଣୁ ସେ ତାଙ୍କର ଏକମାତ୍ର ପୁତ୍ରଙ୍କୁ ଆମମାନଙ୍କ ନିମନ୍ତେ ଜଗତକୁ ପ୍ରେରଣ କରିଥିଲେ। ସେହି ପୁତ୍ରଙ୍କୁ ଗ୍ରହଣ କରିବା ଦ୍ୱାରା ଆମେ ପ୍ରଚୁର ଭାବରେ ବିଜୟ ଜୀବନ ପାଇବା। ଦ୍ୱିତୀୟ କରନ୍ଥୀୟ ଯଦି ଆମେ ଦେଖୁ 2 ପର୍ବ 14 ପଦ ଲେଖାଯାଏ, ଈଶ୍ୱର ସର୍ବଦା ଆମମାନଙ୍କୁ ଘେନି ଖ୍ରୀଷ୍ଟଙ୍କ ଠାରେ ବିଜୟ ଯାତ୍ରା କରୁଅଛନ୍ତି। ବେଳେବେଳେ ନୁହେଁ, ବରଂ ଲେଖାଯାଏ ସର୍ବଦା ଖ୍ରୀଷ୍ଟଙ୍କ ଠାରେ ବିଜୟ ରହିଛି। ଖ୍ରୀଷ୍ଟଙ୍କୁ ଧରି ଚାଲିବା ଦ୍ୱାରା ଆମେ ବିଜୟର ପଥରେ ଚାଲିପାରିବା। ପ୍ରଥମ କରନ୍ଥୀୟ 10 ପର୍ବ 13 ପଦ ଲେଖାଯାଏ, ଆମ ଜୀବନରେ ଯେତେ ପରୀକ୍ଷା ଆସିଲେ ମଧ୍ୟ ସେ ଉଦ୍ଧାରର ପଥ ପ୍ରସ୍ତୁତ କରନ୍ତି। ଶତ୍ରୁ ଶୈତାନ ଆମକୁ ଯେତେ ପରାଜୟ କରିବା ନିମନ୍ତେ ଚେଷ୍ଟା କଲେ ମଧ୍ୟ ସେ ଆମ ନିମନ୍ତେ ଉଦ୍ଧାରର ପଥ ପ୍ରସ୍ତୁତ କରନ୍ତି। ଆମେ ଦେଖୁ ଏହି ପ୍ରତିଜ୍ଞା ଗୁଡ଼ିକ ଆମକୁ ଶକ୍ତିଯୁକ୍ତ କରିଥାଏ। ଏହି ପ୍ରତିଜ୍ଞା ଗୁଡ଼ିକ ମାନି ଜୀବନ କାଟିବା ଦ୍ୱାରା ଆମେ ଉଦ୍ଧାର ପାଇବା ସଙ୍ଗେ ସଙ୍ଗେ ବିଜୟ ମଧ୍ୟ ହୋଇପାରିବା। ବିଜୟ ଜୀବନର ସବୁଠାରୁ ବଡ଼ ଅସ୍ତ୍ର ହେଉଛି ବିଶ୍ୱାସ। ରୋମିଓ 1 ପର୍ବ 17 ପଦ, ଗାଲାତୀୟ ତା'ର 3 ପର୍ବ 11 ପଦ, ଏବ୍ରୀ 10 ପର୍ବ ତା'ର 38 ପଦ, ଏ ସମସ୍ତ ପଦ ଯଦି ଆମେ ପାଠ କରୁ, ସେଟା ଲେଖାଯାଏ, ଧାର୍ମିକ ବିଶ୍ୱାସ ଦ୍ୱାରା ବଞ୍ଚିବ। ବିଜୟ ଜୀବନ ହେଉଛି ଈଶ୍ୱରଙ୍କ ଠାରୁ ଏକ ଦାନ, ଯାହା ଆମେ ବିଶ୍ୱାସରେ ପାଇଥାଉ। ପରିତ୍ରାଣ ହେଉଛି ପ୍ରକୃତ ବିଜୟ, ଯାହା ଆମେ ପାଇବା ନିମନ୍ତେ ଆମମାନେ ଯୋଗ୍ୟ ନଥିଲୁ। ଆମେ ଚାହିଁଲେ ମଧ୍ୟ ଏହା ପାଇପାରିନଥାନ୍ତୁ। ଖ୍ରୀଷ୍ଟଙ୍କ ବିନା ଏହା ପାଇବା ଅସମ୍ଭବ। ତେଣୁ ମନେ ରଖିବା, ବିଶ୍ୱାସ ଦ୍ୱାରା ହିଁ ଆମେ ପ୍ରକୃତ ବିଜୟୀ ଖ୍ରୀଷ୍ଟିଆନ ହୋଇପାରିବା। ସେତେବେଳେ ଆମେ କହିପାରିବା, ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ନିଜ ଜୀବନ ଦେଲେ, ତାହାଙ୍କଠାରେ ବିଶ୍ୱାସ କରି ଓ ତାଙ୍କୁ ଗ୍ରହଣ କରି ମୁଁ ଜୀବନ କାଟୁଅଛି। ମୋ ଜୀବନ ଆଜି ବିଜୟୀ ଖ୍ରୀଷ୍ଟିଆନ ଜୀବନ। ପ୍ରଭୁ ଏ ଅଳ୍ପ ଚିନ୍ତାରେ ଏମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଧନ୍ୟବାଦ ଦେଉଛୁ ସୁନ୍ଦର ବାକ୍ୟ ପାଇଁ। ହଁ ପ୍ରଭୁ, ଆମେ ଆଜି ତମରି ନାମ ନେଇ ଖ୍ରୀଷ୍ଟିଆନ ବୋଲି ଜଗତ ନିଜକୁ କହୁଛୁ, କିନ୍ତୁ ପ୍ରଭୁ ବିଜୟୀ ଖ୍ରୀଷ୍ଟିଆନ ଜୀବନ କାଟିବା ପାଇଁ ଚାଳନା ଆମକୁ ପ୍ରଦାନ କର। ଆଜି ଯେଉଁ ବାକ୍ୟ ଦେଇଛ, ବୁଝି ଜୀବନରେ ବ୍ୟବହାର କରିବା ପାଇଁ ତୋର ସାହାଯ୍ୟ ଦିଅ ଏବଂ ପବିତ୍ର ଆତ୍ମାଙ୍କ ଶକ୍ତି ଯୋଗାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।